ଆସନ୍ତା କାଲି ହେଉଛି ମାତା ଶ୍ରୀଲକ୍ଷ୍ମୀଙ୍କର ମାଣବସା ଗୁରୁବାର ବ୍ରତ। ଆଜ୍ଞା, ଆପଣମାନଙ୍କୁ ଜଣାଅଛି କି ଛପନା କୋଟି ଜୀବଜନ୍ତୁଙ୍କୁ ପୋଡ଼ି ଦେବା ପାଇଁ ଲକ୍ଷ୍ମୀ ଦେବୀ କାହାଠାରୁ କିପରି ଭାବେ ବର ପାଇଥିଲେ? ଆଜି ଆସନ୍ତୁ ଶୁଣିବା ସେହି ବିଷୟରେ ଆମ ଚ୍ୟାନେଲ ମାଧ୍ୟମରେ। ଆଜ୍ଞା, ଏକଦା ଲକ୍ଷ୍ମୀ ବିଷ୍ଣୁଙ୍କୁ ପୁଚ୍ଛା କଲେ, ପ୍ରଭୁ ଆପଣଙ୍କର ଇଷ୍ଟ କିଏ? ଆପଣ କାହାର ନାମ ଜପ କରୁଛନ୍ତି? ଆପଣ କାହାକୁ ତପସ୍ୟା କରୁଛନ୍ତି? ବିଷ୍ଣୁ ଲକ୍ଷ୍ମୀଙ୍କୁ ବୁଝାଇ କହିଲେ, ପ୍ରିୟେ, ମୋର ଇଷ୍ଟଦେବ ହେଉଛନ୍ତି ଦେବଦେବ ମହାଦେବ। ଲକ୍ଷ୍ମୀ ବିଷ୍ଣୁଙ୍କ ମୁଖରୁ ତାଙ୍କର ଇଷ୍ଟଦେବ କଥା ଶୁଣିପାରି ଶିବଙ୍କୁ ତପସ୍ୟା କରିବା ପାଇଁ ମନରେ ଚିନ୍ତା କଲେ ଏବଂ 108 ଗୋଟି ପଦ୍ମପୁଷ୍ପ ଆଣି ଶିବଙ୍କୁ ପୂଜା କରିବାକୁ ଲାଗିଲେ। ଆଜ୍ଞା, ଗୋଟିଏ ଗୋଟିଏ ଫୁଲ ମହାଦେବଙ୍କୁ ଚଢ଼ାଇବାକୁ ଲାଗିଲେ। ଆଜ୍ଞା, ଶେଷରେ ଶିବଙ୍କ ମାୟାରେ ଗୋଟିଏ ପଦ୍ମଫୁଲ ନିଅଣ୍ଟ ହେଲା। ବ୍ରତ ଭଗ୍ନ ହୋଇଯିବ ଭାବି ଲକ୍ଷ୍ମୀ ଚିନ୍ତା କଲେ, ବର୍ତ୍ତମାନ ମୁଁ କ'ଣ କରିବି? ଏ ବସିଥିବା ସ୍ଥାନରୁ ତ ମୁଁ ଉଠି ପାରିବି ନାହିଁ। ଯଦି ଉଠି ପଡ଼େ ତାହେଲେ ବ୍ରତ ଭଗ୍ନ ଦୋଷ ହେବ। ତେଣୁ ସେ ମନରେ ଚିନ୍ତା କଲେ, ମୋ ସ୍ୱାମୀ ବିଷ୍ଣୁଦେବ ତ ମୋ କୁଚ ଦ୍ୱୟକୁ ଧରି କୁହନ୍ତି ଏହା କୁଚପଦ୍ମ ବୋଲି। ତେଣୁ ପ୍ରଭୁ ବିଷ୍ଣୁ ଯେଉଁ ପଦାର୍ଥକୁ ପଦ୍ମ ସହିତ ତୁଳନା କରିଥାନ୍ତି ତାହା ନିଶ୍ଚିତ ଭାବେ ଯଥାର୍ଥ। ତେଣୁ ମାତା ଶ୍ରୀଲକ୍ଷ୍ମୀ ନିଜର ଗୋଟିଏ କୁଚପଦ୍ମ କାଟି ଶିବଙ୍କୁ ଭୋଗ ଲଗାଇବାରୁ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ 56 କୋଟି ଜୀବଜନ୍ତୁଙ୍କ ପୋଡ଼ିଦେବା ପାଇଁ ବର ଦେଇଥିଲେ। ଆଜ୍ଞା, ପରେ ଶିବଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀଙ୍କ ଶରୀର ପୂର୍ବ ପରି ହୋଇଗଲା ଓ କଟା ଯାଇଥିବା ସ୍ତନରୁ କୈଳାସରେ ବିଲ୍ୱ ବୃକ୍ଷର ଉତ୍ପତ୍ତି ହେଲା। ଆଜ୍ଞା, ଯାହାର ପତ୍ର ଶିବଙ୍କର ଅତି ପ୍ରିୟ ଅଟେ। ଆଜ୍ଞା, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରି ସେୟାର କରନ୍ତୁ ଏବଂ